ଓଡ଼ିଆ ଜଗତର ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ। କିଛିଦିନ ପୂର୍ବରୁ ଜୋରସୋରରେ ଚର୍ଚ୍ଚା ହେଉଥିଲା ଅନୁଭବ ବର୍ଷାକୁ ନେଇ। ତେବେ ଚଳଚ୍ଚିତ୍ର ପରଦାରେ ସଫଳ ଯୁଗଳ ଭାବରେ ପରିଚିତ ଏହି ଦୁହିଁଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାର୍ବଜନୀନ ଆଲୋଚନାର ବିଷୟ ପାଲଟିଛି। ବିବାଦର କିଛି ବର୍ଷ ଧରି ସେମାନଙ୍କ ସମ୍ପର୍କ ଖୁବ୍ ଭଲରେ ଚାଲିଥିଲା। ପରେ ପାରିବାରିକ ମତଭେଦ ଓ ବ୍ୟକ୍ତିଗତ ବୁଝାମଣାକୁ ନେଇ ସାମ୍ନାକୁ ଆସିଥିଲା। ତେବେ ଉଭୟଙ୍କ କଳି ଉଭୟଙ୍କ ପକ୍ଷରୁ ଆଇନଗତ ପଥ ଅନୁସରଣ କରାଯାଇଥିବାରୁ ମାମଲା ଅଦାଲତ ପର୍ଯ୍ୟନ୍ତ ପହଞ୍ଚିଥିଲା। ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ମାନସିକ ଯନ୍ତ୍ରଣା ଓ ସୁରକ୍ଷା ସାମ୍ପ୍ରତିକ ଅଭିଯୋଗ ଉଠାଇଥିବା ବେଳେ ଅନୁଭବ ମହାନ୍ତି ମଧ୍ୟ ନିଜ ପକ୍ଷ ସ୍ପଷ୍ଟ କରି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଥିଲେ। ତେଣୁ ଉଭୟଙ୍କ ବ୍ୟକ୍ତିଗତ ଓ ସାମାଜିକ ମାଧ୍ୟମ ଓ ସମ୍ବାଦ ମାଧ୍ୟମରେ ପ୍ରସାରିତ ମଧ୍ୟ ହୋଇଥିଲା ଏବଂ ଏହି ଘଟଣାକୁ ନେଇ ଆସିଛି ଏକ ବଡ଼ ଖବର। ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଛି ଏବେ ବଡ଼ ଅଡ଼ୁଆ। ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ତେବେ ଅନୁଭବଙ୍କ ବିରୋଧରେ ଚାଲିଛି ମାମଲା। ଅନୁଭବ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ପୂର୍ବତନ ପତ୍ନୀ ବର୍ଷା ଦେଇଥିବା ଏତଲା ଅନୁସାରେ ଅନୁଭବ ଘରେ ଥିବାବେଳେ ବର୍ଷାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଏବଂ ନିମ୍ନ ଅଦାଲତରେ ଚାଲିବ ଏହାର ମାମଲା। ଖାରଜ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ତେବେ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଏହାର ମାମଲା ନିମ୍ନ ଅଦାଲତରେ ଚାଲିବ। ମାମଲାରୁ ବାଦ୍ ଦେବା ପାଇଁ ଅନୁଭବ କରିଥିଲେ ଆବେଦନ, ଆଉ ଏହାକୁ ଖାରଜ କରିଛନ୍ତି କୋର୍ଟ। ତେବେ ସୂଚନା ଅନୁସାରେ ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଓ ଦୁଇ କର୍ମଚାରୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ବର୍ଷା। ଏହା ସହ ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଅଭିଯୋଗ କରିଥିଲେ ବର୍ଷା, ଯାହାର ବିଚାର କରି ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ଆଗକୁ ଅନୁଭବଙ୍କ ବିରୁଦ୍ଧରେ ଚାଲିବ ଯୌତୁକ ନିର୍ଯାତନା ଏବଂ ପୁରୀଘାଟ ଥାନାରେ ହୋଇଥିଲା ନିର୍ଯାତନା ମାମଲା। ତେଣୁ ତଳ କୋର୍ଟର ରାୟକୁ ଏବେ ଖାଲି ଦେଖିବାକୁ ବାକି ରହିଲା କି ଆଗକୁ କ'ଣ ହେଉଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।